ଆଳୁ ସିଝେଇ ଭାରି ଆଇଲି ଷ୍ଟାଇଲ ମାରିବାକୁ ସକାଳୁ ସକାଳୁ କେତେ ଷ୍ଟାଇଲ ଲୋ ମା ଥାଉ ଥାଉ। ଆଳୁ ଗୋଟା ଏମିତି ଖାଇଏନି ହେଲା ତାକୁ ଚକଟି ଚୁକଟାକି ଟିକେ କାରସାଦିଆ କାମ ନ କରି ଖାଇଲେ ସକାଳୁ ମୁଡ ଟା ଭଲ ରହିବନି। ତାକୁ ଏମିତି ଚକଟି ନେଲି ତା ସହିତ ଦେଲି ପିଆଜ ଲଙ୍କା ହଳଦୀ ଗୁଣ୍ଡ ଲୁଣ ଆଉ ଟିକେ କସ୍ତୁରୀ ମେଥି ଲଙ୍କା ଗୁଣ୍ଡ ଆଉ ଟିକେ କର୍ଣଫ୍ଲାୱାର ତାକୁ ନେଇକି ଭଲରେ ଚକଟା ଚକଟି କରିଦେବେ ଏମିତି ମୁଁ ଯେମିତି କରୁଛି। ଚକଟି ଦେଇକି ତାକୁ ଭଲରେ ମିକ୍ସ କରିନବା ମିକ୍ସ କରି ନେଇକି ତାକୁ ଏମିତି ଗୁଲା ଗୁଲା କରିଦବା ଗୋଲା ଗୋଲା କରିକି ତାକୁ ତେଲରେ ଟିକେ ଛାଣିବା ଛାଣିଲେ ନା ତା ଉପର ଟା କ୍ରିସ୍ପି ହେଇକି ମସ୍ତ ଲାଗିବ। ଦେଖନ୍ତୁ ପ୍ରୋସେସିଂ ମୁଁ କଣ କଣ କରୁଛି ଏମିତି ବ୍ରେଡ ନେଇଛି ଆମର ବ୍ରେଡ 3-4ଟା ନେଇଯିବା ତାକୁ ଗ୍ରାଇଣ୍ଡିଙ୍ଗ କରିକି ଏମିତି ଗୁଣ୍ଡ ଗୁଣ୍ଡ କରିଦବା ତା ଉପରେ କଟ ଦବା ପାଇଁ ଆଉ ଟିକେ ଧଳା ରାଶି ନେଇଛି ସେଇ ଗୁଲା ଗୁଡାକୁ ନା ତାକୁ କର୍ଣଫ୍ଲାୱାର ଗୁଣ୍ଡ ପାଣି କରିଦବା ଟିକେ ପାଣି ମିକ୍ସ କରିଦବା ଯେମିତି ଆମର କଣ କହିବି ସେଟା ସେମିତି ମିକ୍ସ କରିକି ଏଇଭଳିଆ ତାକୁ ବ୍ରେଡ କଟ ଦେଇ ଦେଇକି ତାପରେ ଟିକେ ରାଶି ଲଗେଇଦବା ରାଶି ଲଗେଇ ଦେଇକି ଏମିତି ସବୁ ରଖିଦେବେ ରଖି ସାରିଲା ପରେ ତେଲ ଗରମ ହେଲା ପରେ ନା ତାକୁ ଏମିତି ଛାଡିବେ ଛାଡିଲା ପରେ ତାକୁ ପୁରା ପୁରା ବ୍ରାଉନ କଲର ହେଲା ପର୍ଯ୍ୟନ୍ତ ତାକୁ ଛାଣିବେ କାହିଁକି ନା ଉପର ଟା କ୍ରିସ୍ପି ନହେଲେ ନା ଭିତର ଟା ବି ଭଲ ଲାଗିବନି କାହିଁକିନା ଭିତର ଟା ସଫ୍ଟ ଥିବ ଉପର ଟା କ୍ରିସ୍ପି ହେଲେ ସିନା ଭଲ ଲାଗିବ ସକାଳୁ ମୁଡ ଟା ପୁରା ଭଲରେ ଯିବ ତାପରେ ଏମିତି ସବୁ ମୁଁ ଛାଣି ନେଇଛି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ତା ଭିତର ଟା ବି ପୁରା ସଫ୍ଟ ଅଛି ବଢିଆ ଲାଗୁଥିଲା କିନ୍ତୁ ଖାଇଲା ବେଳକୁ ଆଉ ତାକୁ ଟିକେ ଟମାଟୋ ସସରେ ଏମିତି ଡିପ୍ କରିକି ଖାଇବେ ସକାଳୁ ବ୍ରେକଫାଷ୍ଟ ପୁରା ମସ୍ତ ଦିନ ପୁରା ଭଲରେ ଯିବ ସକାଳ ଖାଇବା ଟା ଭଲ ହେଲେ ଦିନ ବି ଭଲ।